ମା ଆମେ ଆଜି ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 237। ବିଷୟବସ୍ତୁ ରହିଛି କଳ୍ପନା, ଇମାଜିନେସନ। ଆମେ ଆ ପୂର୍ବରୁ ଯୋଉ ଆଲୋଚନା ଥିଲା, ତୁମେ ଯାହା ହେବାକୁ ଚାହୁଁଛ ତା ଉପରେ ଏକାଗ୍ର ହୁଅ। ତୁମେ ଯାହା ହେବାକୁ ଚାହୁଁଛ ତା ଉପରେ ଏକାଗ୍ର ହୁଅ। ତାର ସାରାଂଶ ଥିଲା, ଆମେ ଯୋଉଟା ଆଲୋଚନା କରୁଥିଲେ, ତୁମେ ଯାହା ହେବାକୁ ଚାହୁଁଛ ତା ଉପରେ ଏକାଗ୍ର ହୁଅ। ଆଉ ପୂର୍ବ ପେଜରେ ଥିଲା ତାର ସାରାଂଶଟି ଥିଲା। ଆମେ ଟିକେ ନଜର କରିଦେଇ ପଳେଇବା। ତୁମର ଅତୀତ ଯାହା ମନ ହୋଇଥାଉ ନା କାହିଁକି, ସେ ତାର ଅନ୍ତରର ଗଭୀର ମଧ୍ୟରେ ପରମ ପବିତ୍ରତାକୁ ବହନ କରିଥାଏ, ଯାହାକି ତାର ସମସ୍ତ କିଛିକୁ ଅପୂର୍ବ ଉପଲବ୍ଧିରେ ରୂପାନ୍ତର କରିଦେଇପାରେ। ତୁମେ ଯାହା ହେବାକୁ ଚାହଁ ତାରି ଉପରେ ଏକାଗ୍ର ହୋଇ ରହ। ତୁମେ ଯାହା ହେବାକୁ ଚାହଁ ନାହିଁ ସେ ସମସ୍ତେ ଆଦୌ ଭାବ ନାହିଁ। ସେ ସବୁକୁ ଯେତେ ଦୂର ସମ୍ଭବ ସମ୍ପୂର୍ଣ୍ଣ ଭୁଲିଯାଅ। କେବେ ହେଲେ ବି ତୁମେ ତୁମର ବାଧାବିଘ୍ନ ଗୁଡ଼ିକ ଉପରେ ବା ପ୍ରତିବନ୍ଧକ ଗୁଡ଼ିକ ଉପରେ ବା କୌଣସି ପ୍ରକାର ପ୍ରତିରୋଧ ସମ୍ବନ୍ଧେ ଉଦ୍ବିଗ୍ନ ହୁଅ ନାହିଁ। ମାଙ୍କ ଉପରେ ବିଶ୍ୱାସ ରଖିବା ଏବଂ ଯାହା ଆମେ ହେବାକୁ ଚାହୁଁଛୁ ତାରି ଉପରେ ଏକାଗ୍ର ହବା। କଳ୍ପନା। ମା ଲେଖୁଛନ୍ତି, ମୁଁ ତୁମକୁ କହି ରଖୁଛି, କେବେ ବି ନିରୁତ୍ସାହିତ ବୋଧ କର ନାହିଁ ଓ କେବେ ବି ନିରାଶ ହୋଇଯାଅ ନାହିଁ। ତୁମର କଳ୍ପନା ସର୍ବଦା ଆଶାନ୍ୱିତ ହୋଇ ରହୁ ଏବଂ ଉଚ୍ଚତର ସତ୍ୟକୁ ବହନ କରିବା ଲାଗି ଆନନ୍ଦରେ ନମନୀୟ ହୋଇ ରହୁ। ତାହେଲେ ଯାଇ ସେହି ଉଚ୍ଚତର ସତ୍ୟ ତୁମ ଭିତରେ ତାର ସୃଜନଶୀଳ ଆଲୋକ ଧରି ରଖିବା ପାଇଁ ଆବଶ୍ୟକ ଗଠନ ମାନ ପାଇପାରିବ। କଳ୍ପନା ହେଲା ଏକ ଛୁରୀ ସଦୃଶ। ଏହା ଭଲ ଓ ମନ୍ଦ ଉଭୟ ଦିଗରେ ବ୍ୟବହୃତ ହୋଇପାରେ। ତୁମେ ଯଦି ସବୁବେଳେ ଏପରି ଏକ ଧାରଣା ଭିତରେ ରହିପାରିବ, ତା ମାନେ ତୁମେ ଯଦି ସବୁବେଳେ ମନେ ମନେ ଭାବିବ ଯେ ତୁମେ ରୂପାନ୍ତରିତ ହେବା ଦିଗରେ ଗତି କରୁଛ, କଳ୍ପନା ହେଲା ଏକ ଛୁରୀ ସଦୃଶ। ଏହା ଭଲ ଓ ମନ୍ଦ ଉଭୟ ଦିଗରେ ବ୍ୟବହୃତ ହୋଇପାରେ। ତୁମେ ଯଦି ସବୁବେଳେ ଏପରି ଏକ ଧାରଣା ଭିତରେ ରହିପାରିବ, ତା ମାନେ ତୁମେ ଯଦି ସବୁବେଳେ ମନେ ମନେ ଭାବିବ ଯେ ତୁମେ ରୂପାନ୍ତରିତ ହେବା ଦିଗରେ ଗତି କରୁଛ, ତାହେଲେ ତୁମେ ଯୋଗ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ଯଦି ଅନ୍ୟ ଦିଗରେ ତୁମେ ଉତ୍ସାହହୀନ ହୋଇପଡ଼ିବ ଏବଂ ବିଳାପ କରି ବସିବ ଯେ ତୁମର କିଛି ଯୋଗ୍ୟତା ନାହିଁ, ତୁମେ କୌଣସି ଉଚ୍ଚ ଉପଲବ୍ଧି କରିବା ପାଇଁ ଅସମର୍ଥ, ତାହେଲେ ତୁମେ ତୁମର ସତ୍ତାକୁ ବିଷାକ୍ତ କରିଦେବ। ଏହି ଗୁରୁତ୍ୱପୂର୍ଣ୍ଣ ସତ୍ୟଟିକୁ ତୁମେ ସଠିକ ଭାବେ ଉପଲବ୍ଧି କରିବ ବୋଲି ମୁଁ ଏହି କଥାଟିକୁ ବାରମ୍ବାର ଅକ୍ଳାନ୍ତ ଭାବେ ତୁମକୁ କହି ଆସୁଛି ଯେ ତୁମର ଯାହା କିଛି ଘଟୁ ପଛେ ଭଗବାନଙ୍କ ଦ୍ୱାହି ତୁମେ କେବେ ବି ଅବସନ୍ନ ହୋଇପଡ଼ିବ ନାହିଁ। ନିରବଚ୍ଛିନ୍ନ ଭାବେ ଆଶା ମଧ୍ୟରେ ବଞ୍ଚି ରହୁ ଏବଂ ସ୍ଥିର ସିଦ୍ଧାନ୍ତରେ ରୁହ ଯେ ନିରବଚ୍ଛିନ୍ନ ଭାବେ ଆଶା ନିରବଚ୍ଛିନ୍ନ ଭାବେ ଆଶା ମଧ୍ୟରେ ବଞ୍ଚି ରୁହ ଏବଂ ସ୍ଥିର ସିଦ୍ଧାନ୍ତରେ ରୁହ ଯେ ଆମ୍ଭେମାନେ ଯାହା କରୁଛୁ ତାହା ନିଶ୍ଚୟ ଦିନେ ସଫଳ ହେବ। ଅନ୍ୟ ଭାଷାରେ କହିଲେ, ଶ୍ରୀଅରବିନ୍ଦଙ୍କ ଠାରେ ବିଶ୍ୱାସ ରଖ। ସେହି ବିଶ୍ୱାସରେ ତୁମର ସମସ୍ତ ଶୁଭ କଳ୍ପନା ଗୁଡ଼ିକ ଗଢ଼ି ଉଠୁ। ମା ଲେଖୁଛନ୍ତି ଯେ ମୁଁ ତୁମକୁ କହି ରଖୁଛି, କେବେ ବି ନିରୁତ୍ସାହିତ ବୋଧ କର ନାହିଁ, କେବେ ବି ନିରାଶ ହୋଇଯାଅ ନାହିଁ। ତୁମର କଳ୍ପନା ସର୍ବଦା ଆଶାନ୍ୱିତ ହୋଇ ରହୁ ଏବଂ ଉଚ୍ଚତର ସତ୍ୟକୁ ବହନ କରିବା ଲାଗି ଆନନ୍ଦରେ ନମନୀୟ ହୋଇ ରହୁ। ତାହେଲେ ଯାଇ ସେହି ଉଚ୍ଚତର ସତ୍ୟ ତୁମ ଭିତରେ ତାର ସୃଜନଶୀଳ ଆଲୋକ ଧରି ରଖିବା ପାଇଁ ଆବଶ୍ୟକ ଗଠନ ମାନ ପାଇପାରିବ। ଦେଖନ୍ତୁ, ଏଠି ଇମାଜିନେସନ କଥା କୁହାଉଛି, କଳ୍ପନା କଥା କୁହାଉଛି। ଆମେ ଯେତେବେଳେ ଇମାଜିନ କରୁଛନ୍ତି କିଛି ଜିନିଷ ବା କୌଣସି ଜିନିଷ କଳ୍ପନା କରୁଛନ୍ତି, ଅନେକ ସମୟରେ ମୋର ଏହା ହେଇଯିବ କି, ମୋର ଏହା ହେଇଯାଆନ୍ତା କି, ଏମିତି ହେଇଛି ଏହା ହବ, ଆମେ ଏମିତି ନେଗେଟିଭ ୱେରେ ମଧ୍ୟ ଚିନ୍ତା କରୁ। ହୁଏତ ସେ ଅନେକଙ୍କ କ୍ଷେତ୍ରରେ ଘଟିଛି, କିନ୍ତୁ ଯୋଉ ଗୁଡ଼ିକ ଆମର ଆଶାନ୍ୱିତ ଘଟଣା, ତାକୁ ଆମେ କଳ୍ପନା କରିବାକୁ ଏଠି ବାରମ୍ବାର କୁହାଉଛି। ତମେ ସବୁବେଳେ କଳ୍ପନା କର ଯେ କେମିତି ଉନ୍ନତିତର ଦିଗରେ ତୁମେ ଗତି କରୁଛ, ଅଗ୍ରଗତି କେମିତି କରୁଛ, ତୁମର ଭଲ ହୋଇଯାଉଛି, ଏ ବିଷୟରେ ତୁମେ କଳ୍ପନା କର। କେବେ ବି କଳ୍ପନା କର ନାହିଁ ନେଗେଟିଭ ୱେରେ, ଏଇଟା ହବ ନାହିଁ, ଏମିତି ହବ ନାହିଁ। ଏମିତି ଆମେ ଅନେକ ଉଦାହରଣ ଆମ ଜୀବନରେ ଆମେ ଦେଖିବା ଯେ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବରେ ଘଟଣା ଘଟେ ନାହିଁ। ଯଦିଓ ଏକା ଘଟଣା ଦି ଜଣଙ୍କର ହେଇଥିବ, କିନ୍ତୁ ତା ପରର
जो कन्सिक्वेन्स बा परर परिणति समस्त क्षेत्र में समान हुए ना। तेबे आमे कहीं सब गोटे निरुत्साहित बोधरे निराश बोधरे आमे कल्पना करवा जिते भाविबा आमे भाविबा कथा पड़ी तो कौन। तेणु माँ कहते तुम कल्पना सर्वदा आशान्वित हो रहो उच्चतर सत्य को बहन करने लगी आनंदरे नमनीय हो रहो। यही शब्दटी जो नमनीय हो रहीबाटा समस्त क्षेत्र में हुए ना। आमे जो धारणा नहीं कि बंचु थाऊ आमर जे अनुभूति सकल जहाँ थाए ताकू नेइकिरी साधारणतः आमर कल्पना प्राय कन्स्टांट जे एया हेले एया हबो इत्यादि इत्यादि। आमर मन जेतिकी ज्ञान हासिल करछि जो माने टिके ज्ञानी से माने बेले बेले कहीं अधिकांश समय रे तांकर कल्पना बहुत स्ट्रिक्ट नमनीय नुहंती से ना एटा तो हेई परिबोनी एमती केमती हो। किंतु माँ कहते आमे जेतेबेले रूपांतर जोगरे साधना करने को आछंती माँ को पाखरे निजर आधार को प्रस्तुत करने पे संकल्प करचंती कहीं ना माँ आमको जमी चाहिए सेमती परिचालित करेंगे आम भीतर जहाँ चाहिए ताहा परिप्रकाश करेंगे। तुम से समय रे ये जो कल्पना को नमनीय करिया पड़िबो तामाने हमर इमेजिन आमे इमेजिन कला बेले सब नमनीय फ्लेक्सिबल आम भीतर रहिबो। ବା କହୁଛନ୍ତି ସେଇଥିପାଇଁ ତାହେଲେ ଯାଇ ସେ ଉଚ୍ଚତର ସତ୍ୟ ତୁମ ଭିତରେ ତାର ସୃଜନଶୀଳ ଆଲୋକ ଧରି ରଖିବା ପାଇଁ ଆବଶ୍ୟକ ଗଠନ ମାନ ପାଇପାରିବ। କାହିଁକିନା ରିସେପ୍ଟିଭ ଗ୍ରହଣଶୀଳ ହବ ଗ୍ରହଣଶୀଳ ନହେଲେ କିଛି ଧରି ରଖି ହବ ନାହିଁ। ଆମେ ଆଉ ଟିକେ ଆଗକୁ ଦେଖିବା ଲେଖୁଛନ୍ତି କଳ୍ପନା ହେଲା ଏକ ଛୁରୀ ସଦୃଶ ଭଲ ଓ ମନ୍ଦ ଉଭୟ ଦିଗରେ ବ୍ୟବହୃତ ହୋଇପାରେ। କାହିଁକିନା ଛୁରୀ ସଦୃଶ ଛୁରୀରେ କଣ ହୁଏ ଛୁରୀରେ ଆପଣ ତରଭୁଜ ଫରଭୁଜ କାଟି ପାରିବେ ଫଳମୂଳ କାଟି ପାରିବେ ଛୁରୀ ନେଇକିରି ଅପରେସନ କରାଯାଏ। କିନ୍ତୁ ସେଇ ଛୁରୀରେ କାହାକୁ ହତ୍ୟା କରାଯାଇପାରେ ଲୁଣ୍ଠନ କରାଯାଇପାରେ କାହାକୁ ଡରେଇକିରି କାମ ଆଦାୟ କରାଯାଇପାରେ। ତେଣୁ ସେଇ ଛୁରୀ ଯେପରି ଭଲ ଦିଗରେ ଜଣେ ବ୍ୟବହାର କରେ ଖରାପ ଦିଗରେ ଜଣେ ବ୍ୟବହାର କରେ ଏଠି ନିର୍ଭର କରୁଛି ଛୁରୀ କାହା ହାତରେ ପଡିଛି ତାର ମନୋଭାବ କଣ ତାର ମନୋଭାବ ଅନୁସାରେ ଛୁରୀଟି ବ୍ୟବହୃତ ହୁଏ। ସବୁବେଳେ ଯନ୍ତ୍ର ହଉଛି ସେୟା ଯେକୌଣସି ଯନ୍ତ୍ର ଏବେ ଅର୍ଥ ଯୋଉ ସିଏ ବି ଗୋଟେ ଯନ୍ତ୍ର ମନୁଷ୍ୟ ମାନେ ସେମାନେ ବି ଯନ୍ତ୍ର ତମେ ତା ଯୋଉ ଭଳି ଲୋକ ହାବୁଡରେ ତମେ ପଡିବ ତାର ମନୋଭାବ ଯାହା ତୁମେ ସେଇ ଅର୍ଥରେ ବ୍ୟବହୃତ ହେବ। ତେଣୁ ସେଥିପ୍ରତି ଆମେ ଟିକେ ସଚେତନ ରହିବା ଆମେ କାହା ହାତରେ ବ୍ୟବହୃତ ହଉଛନ୍ତି ତାକୁ ବି ଆମେ ନଜର କରିବାକୁ ପଡିବ କାରଣ ଆମେ ସାଧନା କରିବାକୁ ଆସିଛନ୍ତି ଆମେ ସାଧାରଣ ଲୋକ ହିଁ ନାହୁଁ। ଆମେ ସାଧାରଣ ଲୋକ ଭଳିଆ ଯୋଉଥିରେ ନାଇଁ ସେଇଥିରେ ଯାହା ହାତରେ ନାଇଁ ତା ହାତରେ ଯିଏ ଯାହା କହିବେ ଆମେ ସେମିତି କରିବା। ତେଣୁ ଆମକୁ ଏଠି ସଚେତନ ରହିବାକୁ ପଡିବ ଯେ ମୁଁ କାହାର ନିର୍ଦ୍ଦେଶ ମାନୁଛି କାହାର କଥା ମାନୁଛି ଆମର ସଂଗଠକ କିଏ ସେ ତାର ମନୋଭାବ କଣ ତାର ମନୋଭାବ ଯଦି ଭୁଲ ଦିଗରେ ରହିଛି ତେବେ ସବୁବେଳେ ମାଙ୍କ ପାଖରେ ପ୍ରାର୍ଥନା କରିବା ତାର ମନୋଭାବ ବଦଳୁ ଏବଂ ଆମକୁ ଯେମିତି ଆଣ୍ଟି ଡିଭାଇନ ଫୋର୍ସ ବା ହୋଷ୍ଟାଇଲ ଫୋର୍ସ ଆମକୁ ପରିଚାଳିତ ନ କରୁ। ସେଥିପାଇଁ କଳ୍ପନାର ରୋଲ ମଧ୍ୟ ବହୁତ ରହିଛି। ମା ସେଟାକୁ ଯଦି ତୁମେ ରୂପାନ୍ତରିତ ହେବାକୁ ଚାହୁଁଛ ତ ମନେ ମନେ ଭାବିବ ଯେ ତୁମେ ରୂପାନ୍ତରିତ ଦିଗରେ ଗତି କରୁଛ ଏବଂ ଏଇ ଧାରଣାଟି ସବୁବେଳେ ରହିବ କିନ୍ତୁ ଓଭର କନଫିଡେନ୍ସ ହେବେନି। ଏଠି କଣ ଏଠି କଳ୍ପନା କରିବା କଥା କୁହାହଉଛି କିନ୍ତୁ ତା ଅର୍ଥ ନୁହଁ ଯେ ତୁମେ ଯାହା ନାହିଁ ତାହା କରିବ ଏବଂ କହି ହଉଥିବ ଏଇଟା ଗୋଟେ ଡିଫରେଣ୍ଟ ଦେଖନ୍ତୁ କଳ୍ପନା କରିବା ଏବଂ କହି ହବା ଆଉ ଗୋଟେ ହଉଛି ଓଭର କନଫିଡେନ୍ସ। ଓଭର କନଫିଡେନ୍ସ କଣ ହଁ ମତେ ମା ବ୍ୟବହାର କରୁଛନ୍ତି ଏକଥା ନୁହଁ ମାଙ୍କୁ ପ୍ରାର୍ଥନା ସବୁବେଳେ ରହିବ ମା ମୋର କାର୍ଯ୍ୟ ଗୁଡିକ ସବୁ ରୂପାନ୍ତରିତ ଦିଗରେ ଗତି କରୁ। ଏଠି ଆଉ ଗୋଟେ ଏକ୍ଜାମ୍ପଲ ଦିଆଇ ଦେଖନ୍ତୁ ଦଉଡ଼ି ଉପରେ ଜଣେ କେତେ ଦେଖନ୍ତୁ ଗୋଟିଏ ଏକ ଚକିଆ ଗାଡି ତା ଉପରେ ବସିଛି ଦଉଡ଼ି ବନ୍ଧା ହେଇଛି ଦୂରରେ ସେଥିରେ ସିଏ ଏକ ଚକିଆ ଗାଡିରେ ବାଲାନ୍ସ କରୁଛି ଏବଂ ତା ସହିତ ବି ଉପରେ 5ଟା ବଲରେ ଖେଳୁଛି। ତେଣୁ ଇମାଜିନ କରନ୍ତୁ ଏଇଟା କାହିଁ କହୁଛି ଏଇଟା ଆମେ ଇମାଜିନ କଲା ବେଳକୁ ବି ଆମକୁ କଷ୍ଟ ଲାଗୁନି ଯେ ଆଗ ନିଜେ ଗୋଟେ ଦଉଡ଼ି ବନ୍ଧା ହେଇଥିବ କେତେ ଦୂରରେ ବନ୍ଧା ହେଇଛି ତା ଦେହରେ ଚାଲିକି ଯିବା ବି ବାଲାନ୍ସ କରିବା କଷ୍ଟ
ଇଏ ପୁଣି ଏକ ଚକିଆ ଗାଡିରେ ବସିଛି, ତାକୁ ପୁଣି ଚଲଉଛି। ଆଗ ସେ ବାଲାନ୍ସ କଲା ବେଳକୁ କେତେ କଷ୍ଟ। ପୁଣି ସେଥିରେ କଣ, ଗୋଟାଏ ବଲ ଭଲ ଫିଙ୍ଗିକି ଧରିବ, ପାଞ୍ଚଟା ବଲ ଫିଙ୍ଗିକି ଧରୁଛି ଏବଂ ଆଗକୁ ଗତି କରୁଥିବ। ଚିନ୍ତା କରିପାରୁଛନ୍ତି? ମାନେ ଲାଗୁ ନେକ୍ସଟ ଟୁ ଇମ୍ପସିବୁଲ। କାହିଁକି ନା ବଲ ଯୋଉ ଉପରକୁ ଯାଉଛି, ସେ ତ ତମେ ସିଧା ପକେଇଲେ ସେ ସିଧା ଆସିବ। ସେଇ ସମୟରେ ତମେ ଯଦି ଆଗକୁ ପଳେଇଥିବ, ବଲ ଧରିବ କେମିତି? ତେଣୁ ତା ଟାଇମିଂ, ଏପଟେ ପାଞ୍ଚଟା ବଲ ହାତରେ ଧରା ହେଇଛି, ସିଆଡେ ଚାହିଁବ, ଏପଟରେ ଯୋଉ ଏକ ଚକିଆ ଗାଡିଟାକୁ ପେଡାଲ ମାରୁଥବ, ସେପଟରେ ଦଉଡିଟା ଅଛି ଆଗରେ ତାକୁ ଯାଉଥିବ। ଇଏ ପୁଣି ଦଉଡି ଭିତରେ ଖାପ ଖାଇନି, ନର୍ମାଲ ଚକ ଉଠିକି ରହିଛି, ତା ଉପରେ ଗଡି ଗଡିକା ଯାଉଛି। ଇଜ ନେକ୍ସଟ ଟୁ ଇମ୍ପସିବୁଲ। କିନ୍ତୁ ଯଦି ସେ ଲୋକଟି ନେକ୍ସଟ ଟୁ ଇମ୍ପସିବୁଲ ଟା କରିପାରୁଛି, ତେବେ ଆମର ଯୋଉ ଇମାଜିନେସନ ରେ ଆମେ କାହିଁକି ସବୁବେଳେ ଗୋଟେ ହାଏଷ୍ଟ ଥଟ୍, ଗୋଟେ ହାଏଷ୍ଟ ଥଟ୍ ନ ରଖିବା? ଦେଖିବେ, ଯୋଉମାନେ ଆସୁରିକ ଶକ୍ତି, ଯୋଉମାନେ ମିଥ୍ୟା ବା ସ୍ୱାର୍ଥପରତା ଦିଗରେ ଗତି କରୁଥାନ୍ତି, ସେମାନଙ୍କୁ ଅପମାନ ବାଧା ଦିଏନି। ମାନ ଅପମାନ ତାଙ୍କର କିଛି ନଥାଏ। ଯେତେ ଥର ସେ ହାରିଲେ ମଧ୍ୟ ସେମାନେ ଆଉ ଥରେ ଲାଗନ୍ତି, କାରଣ ସେ ଭାବନ୍ତି ଯେ ନିଶ୍ଚୟ ଆମର ଜିତ ହବ। ମୁଁ ଏଇ ଯୋଉ ପେଞ୍ଚ ଖେଳିଥିଲି, ଏଥିରେ ସିନା ସଫଳ ହେଲିନି, ଆଉ ଗୋଟେ ପେଞ୍ଚ ଖେଳିବି। ସେ ଏମିତି ଯେକୌଣସି ନା ଯେକୌଣସି ଗୋଟେ ପେଞ୍ଚ ସେ ବାହାର କରି ଖୋଲିବେ, ଖୋଜିବେ, ଏବଂ କେବେ ବି ନିରାଶ ହୁଅନ୍ତି ନାହିଁ। ଅସୁର ଯେତେ ଥର ହାରିଲେ ବି କେବେ ନିରାଶ ହୁଏନି। ତେଣୁ ସେଇ ଯୋଉ ଶକ୍ତିଟି, ଯେ କେବେ ନିରାଶ ହବା ନାହିଁ, ସେଇଟା ହଉଛି ଗୋଟେ ଭଲ ଗୁଣଟିଏ। ଅସୁର ଯଦି ତାକୁ ବ୍ୟବହାର କରିକିରି ସବୁବେଳେ ଡିଭାଇନ ଫୋର୍ସ ଏଗେନଷ୍ଟ ଠିଆ ହେଇପାରୁଛି, ତେବେ ସେଇ ସାମର୍ଥ୍ୟଟି ସମସ୍ତଙ୍କ ଭିତରେ ଅଛି। ତେବେ ସେଇ ସାମର୍ଥ୍ୟକୁ ବ୍ୟବହାର କରିକି ଆମେ କାହିଁକି ଗୋଟେ ପଜିଟିଭ ଥଟ୍, କେବଳ ପଜିଟିଭ ଥଟ୍ ବୋଲେ ହଁ ବୋଲି କାମଟା ପଜିଟିଭ ଥଟ୍ ନୁହଁ। ସବୁବେଳେ ଯେମିତି ଭଗବାନଙ୍କ ଯନ୍ତ୍ର ହବା, ବିସ୍ତାର, ବିଶାଳତା, ସେ ଆଡକୁ ଯିବା। ଗୋଟେ ସଂକୀର୍ଣ୍ଣ ଜମା ନୁହଁ, ମୁଁ କେବଳ ଜିତେ। ଆଜି ଜଣେ କଥା ହଉଥିଲୁ ଯେ ଗୋଟେ ପିଲାଟା ଆମର ସେମିତି ଅଛି, ମୁଁ ହିଁ ଜିତେ, ମୁଁ ଯାହା କହୁଛି ଠିକ କହୁଛି, ଦେଖ ମୁଁ ଯାହା କହୁଛି ସେ ହିଁ ହବ। ଏଇ ମୁଁ ତୋରୁ ଟିକେ ଆମକୁ ମୁକ୍ତ ରହିବାକୁ ପଡିବ। ତେଣୁ ଏଠି ଆଉ ଗୋଟେ ଏକ୍ଜାମ୍ପଲ ରଖାଯାଇଛି। ଏଠି ବାଳି ସୁଗ୍ରୀବଙ୍କର ଯୋଉ ଦି ଭାଇଙ୍କ ଭିତରେ ଯୋଉ ସଂଗ୍ରାମ ହେଇଥିଲା, ସେଥିରେ ସୁଗ୍ରୀବ ଯେତେ ଚେଷ୍ଟା କଲେ ବି ବାଳିଙ୍କ ପାଖରୁ ଜିତି ପାରିବେ ନାହିଁ। କାରଣ ବାଳି ଯୋଉ ଯୋଉ ବର ପାଇଛନ୍ତି, ଯୋଉ ଆଶୀର୍ବାଦ ତାଙ୍କ ପାଖରେ ରହିଛି, ସେ ଯାହା ସହିତ ଯୁଦ୍ଧ କରିବେ ତାର ବଳ ଯେତକ ଅଛି, ସେଥିରୁ ଅଧା ବଳ ଆଙ୍କ ପାଖକୁ ପଳେଇବ। ତେଣୁ ବର୍ତ୍ତମାନ ଯଦି କେବଳ ଅଧା ବଳ ବି ଚାଲିଯାଏ, ବର୍ତ୍ତମାନ ଦି ଜଣ ସମକକ୍ଷ ହେଇଯିବେ। କିନ୍ତୁ ତା ସହିତ ବି ବାଳିର ନିଜର ବଳ ମାନେ ଅପାର ବଳ ଅଛି। ତେଣୁ ସୁଗ୍ରୀବ ତା ପାଖରୁ ଜିତିବାର ସମ୍ଭାବନା ନାହିଁ। କିନ୍ତୁ ସେ ଆଶାନ୍ୱିତ ହବା ଛାଡି ନଥିଲେ। ଆଶାନ୍ୱିତ ହବାର ଛାଡି ନଥିଲେ ବୋଲି ସେ ନିଶ୍ଚୟ ଜାଣିଥିଲେ, ଯଦି ଭଗବାନଙ୍କର ଶରଣ ନିଆଯାଏ, ଏବଂ ଯେହେତୁ ମୁଁ ସତ୍ ମାର୍ଗରେ ରହିଛି, ଭଗବାନ ଯୋଉ ବିସ୍ତାର, ଯୋଉ ବିଶାଳତା, ଯୋଉ ସମସ୍ତଙ୍କ ପାଇଁ ବଞ୍ଚିବା ଏବଂ ସଂକୀର୍ଣ୍ଣ ହେଇ ନ ରହିବା, ନିଜକୁ ଜାହିର ନ କରିବା, ଏ ପ୍ରବୃତ୍ତି ମୋ ପାଖରେ ନାହିଁ। ଜାହିର କରିବା ପ୍ରବୃତ୍ତି ନାହିଁ, ନିଜକୁ ପ୍ରତିଷ୍ଠିତ କରିବା ପ୍ରବୃତ୍ତି ନାହିଁ। ଭଗବାନ ଯୋଉ ବିଧାନ କରିଛନ୍ତି ତାର ବିରୁଦ୍ଧରେ ମୁଁ ଯାଉନାହିଁ। ତେଣୁ ନିଶ୍ଚୟ ଭଗବାନ ମୋତେ ସାହାଯ୍ୟ କରିବେ, ମୋର ବିଜୟ ହବ। ଏଇ ଭାବନାରେ ସେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିଲା ଋଷ୍ୟମୁଖ ପର୍ବତ ଉପରେ। ଏବଂ ହନୁମାନ ଆସି ପହଞ୍ଚନ୍ତି, ସୂର୍ଯ୍ୟଙ୍କ ଦ୍ୱାରା ପ୍ରେରିତ ହେଇଛନ୍ତି। ସୂର୍ଯ୍ୟ ହନୁମାନଙ୍କର ଗୁରୁ ଥିଲେ। ସୂର୍ଯ୍ୟ ହନୁମାନଙ୍କୁ କହିଛନ୍ତି, ହନୁମାନ ଯେତେବେଳେ କହିଛନ୍ତି ସୂର୍ଯ୍ୟଙ୍କୁ ଯେ ମୁଁ ଗୁରୁ ଦକ୍ଷିଣା କଣ ଦେବି, ସୂର୍ଯ୍ୟ କହିଛନ୍ତି ଯେ ମୋର ଗୁରୁ ଦକ୍ଷିଣା ହଉଛି ଏହା, ଯେ ତୁମେ ସୁଗ୍ରୀବଙ୍କୁ ସାହାଯ୍ୟ କରିବ। ଦେଖନ୍ତୁ, ତୁମର ଯୋଉ ପ୍ରାର୍ଥନା
ଯୋଉ ଆଶା, ସେ ଆଶା ଜୀବିତ ରଖିଛନ୍ତି। ତେଣୁ ସେ ଯଦି କଳ୍ପନା କରିଥାନ୍ତେ ଖାଲି, ଯେ ଏଇ କଥା ଭାବିଥାନ୍ତେ ଯାହା ବି କଲେ ଭାଇ ସହିତ କିଏ ଅଛି, ଯିଏ ତ ବର ପାଇଛି ମାନେ ଯିଏ ଲଢେଇ କରିବ ସିଏ ଅଧା ବଳ ପଳେଇବ, ଏବଂ ତେଣୁ ସିଏ ଜିତିବ ହିଁ ଜିତିବ। ନର୍ମାଲ ଏଇଟା ଲଜିକ ବି କହୁଛି ଯେ ତମେ ହାରିବ ହିଁ ହାରିବ ସବୁବେଳେ। ତେଣୁ ଏଠି ଆଶା ସମ୍ଭାବନା ନାହିଁ, କିନ୍ତୁ ସେ ଆଶାନ୍ୱିତ ହେଇ ରହିଛନ୍ତି। ଏବଂ ତାପରେ ଆମେ ଜାଣିଛନ୍ତି କେମିତି ଶ୍ରୀରାମ ଲକ୍ଷ୍ମଣ ଆସି ପହଞ୍ଚିଲେ, ଏବଂ ସନ୍ଧି ହେଲା, ମାନେ ତାଙ୍କ ସହିତ ତାଙ୍କର ସନ୍ଧି କହୁଛି, ତାଙ୍କ ସହିତ ତାଙ୍କର ମିତ୍ରତା ବସିଲା, ଏବଂ ଇଏ ତାଙ୍କୁ ଶ୍ରୀରାମଙ୍କ ସହାୟତାରେ ବାଳି ନିହତ ହେଲେ, ଏବଂ ସୁଗ୍ରୀବ ତାଙ୍କର ସମଗ୍ର ବାନର ସେନା ଧରି ଶ୍ରୀରାମଙ୍କର ସାହାଯ୍ୟ ପାଇଁ ସୀତାଙ୍କ ସନ୍ଧାନରେ ଗଲେ, ସୀତାଙ୍କୁ ପ୍ରାପ୍ତ କଲେ। ରାବଣ ଅସୁର ସହିତ ବାନର ମାନେ ଯୁଦ୍ଧ କଲେ, ଭଲ୍ଲୁକ ବାନର ମାନେ ଯୁଦ୍ଧ କରି ସେଠି ବଞ୍ଚେଇ ପୁଣି ସୀତା ଉଦ୍ଧାର କରି ଫେରିଲେ। ଏବଂ ଶେଷକୁ ସେଠିକି କଣ କଲେ, ଶ୍ରୀରାମ ସୁଗ୍ରୀବଙ୍କୁ ସେଠି ଅଭିଷେକ କରେଇଲେ। ଦେଖନ୍ତୁ, ଏଇଠି ଅନେକ ଲୋକ ବି କୁହନ୍ତି ଯେ ଶ୍ରୀରାମ ଯାହା କଲେ ଭୁଲ କଲେ ବୋଲି, କେତେ ଜଣ କୁହନ୍ତି। ଯଦି ତାହା ହେଇଥାନ୍ତା, ବାଳିର ପୁଅ ଅଙ୍ଗଦ ଯେତେବେଳେ ବାଳି ମୃତ୍ୟୁ ଶଯ୍ୟାରେ ପଡିଛନ୍ତି, ଅଙ୍ଗଦ ଦୌଡ଼ିକି ଆସିଛନ୍ତି, ସେତେବେଳେ ବାଳି ତାଙ୍କୁ କହୁଛନ୍ତି, ଦେଖ ମୋର ସୌଭାଗ୍ୟ ଯେ ମୁଁ ପ୍ରଭୁଙ୍କ ହାତରେ ମୁଁ ଆଜି ମୃତ୍ୟୁ ଲଭିଲି, ମୋର ମୁକ୍ତି ମିଳିଲା। ଶତ ଚେଷ୍ଟା କରିଥିଲେ ମଧ୍ୟ ମୋର ମୁକ୍ତି ମିଳିନଥାନ୍ତା। ଭଗବାନଙ୍କ ହାତରେ ଯେହେତୁ ମୁଁ ମୃତ୍ୟୁ ଲଭୁଛି, ତେଣୁ ସିଧାସଳଖ ମୋର ଭଗବାନଙ୍କ ସହିତ ମୃତ୍ୟୁ ପରେ ଏକୀଭୂତ ହେଇଯିବି। ତେଣୁ ମୋର ଆଦେଶ ତତେ ଯେ ଆଙ୍କ କଥା ମାନିବୁ, ଏବଂ ସୁଗ୍ରୀବଙ୍କର ବିଶ୍ୱସ୍ତ ହେଇ ରହିବୁ। ମୁଁ ଯାହା କରିଥିଲି ଭୁଲ କରିଥିଲି, ତାର ପରିଣାମ ମୁଁ ଭୋଗିଲି। କାହିଁକି ନା ସେଠି ବାଳି ସୁଗ୍ରୀବଙ୍କର ପତ୍ନୀକୁ ଜବରଦସ୍ତ ରଖିଥିଲେ, ଛାଡି ନଥିଲେ। ନାରୀଙ୍କୁ, ନାରୀ ଶକ୍ତିକୁ ଯୋଉଠି ବି ଯେବେ ବି ଯିଏ କମ ଆକଳନ କରିଛି ବା ତାଙ୍କୁ ଅପମାନିତ କରିଛି, ସିଏ କେବେ ବି ଅଗ୍ରଗତି ଦିଗରେ ଯାଇପାରିବ ନାହିଁ, ଏବଂ ତାର ବିନାଶ ନିଶ୍ଚିତ। ତେଣୁ ମୁଁ ମୋର କୃତକର୍ମର ଫଳ ପ୍ରାପ୍ତ କରିଛି, କିନ୍ତୁ ତୁ ସୁଗ୍ରୀବଙ୍କ ପ୍ରତି ବିଶ୍ୱସ୍ତ ରହିବୁ, ଏବଂ ଶ୍ରୀରାମଙ୍କର କାର୍ଯ୍ୟରେ ତାଙ୍କୁ ସହଯୋଗ କରିବୁ। ଏକଥା ସ୍ଵୟଂ ବାଳି କହିକି ଗଲେ। ତେଣୁ ତାଙ୍କ ପୁତ୍ର ତାଙ୍କ ପାଖରେ ମଧ୍ୟ, ସୁଗ୍ରୀବଙ୍କ ପାଖରେ ବିଶ୍ୱସ୍ତ ହେଇ ରହିଲେ। ଏଠି କଥାଟି ହଉଛି ସେଇ ଯୋଉ କଳ୍ପନା, ସେ କଳ୍ପନା କରିକି ରହିଲେ ଯେ ନିଶ୍ଚୟ ଦିନେ ନା ଦିନେ ବିଜୟ ହେବ। ତୁମେ ତା ପର ଲାଇନ ଟା କୁହ, ଯଦି ଅନ୍ୟ ଦିଗରେ ତୁମେ ଉତ୍ସାହୀନ ହୋଇ ପଡିବ ଏବଂ ବିଳାପ କରି ବସିବ ଯେ ତୁମର କିଛି ଯୋଗ୍ୟତା ନାହିଁ, ତୁମେ କୌଣସି ଉଚ୍ଚ ଉପଲବ୍ଧି କରିବା ପାଇଁ ଅସମର୍ଥ, ତାହେଲେ ତୁମେ ତୁମର ସତ୍ତାକୁ ବିଷାକ୍ତ କରିଦେବ। ଏଇଟା ହଉଛି ଗୋଟେ ବଡ କଥାଟି, ମନେ ରଖିବା। ଆମେ ଆମେ ଯଦି ଡିପ୍ରେସନ ନିଜେ ହବା, ଇମାଜିନେସନ ସବୁ ସେଇ ଆଡକୁ ଯିବ, ତେବେ ଆମ ଭିତରେ, ଆମ ବ୍ରେନରେ ସେଇ ପ୍ରକାରର ଭାଇବ୍ରେସନ କ୍ରିଏଟ ହବ। ତାର ପରିଣାମ ସ୍ୱରୂପ ସେଇ ପ୍ରକାରର ହରମୋନ ଆକ୍ଟିଭେଟ ହବ, ଏନଜାଇମ କାମ କରିବ, ସେଇ ପ୍ରକାର ହରମୋନ କ୍ଷରଣ ହବ, ସେଇ ପ୍ରକାର ଏନଜାଇମ କ୍ଷରଣ ହେଇ କାମ କରିବ। ତେଣୁ ଆମର ସବୁ ଯାକ ଅସୁସ୍ଥତା ପାଖରୁ ଆରମ୍ଭ କରି ଆମର କ୍ଷତି ସାଧନ ହିଁ ହବ। ତେଣୁ କେବେ ବି ଉତ୍ସାହୀନ ହେବେ ନାହିଁ। କେବେ ବି କେବେ ଭାବିବନି ଯେ ମୋ ଦ୍ଵାରା ଉଚ୍ଚ ଉପଲବ୍ଧି ହେଇପାରିବନି, ମୁଁ ଅସମର୍ଥ, ମୁଁ ପାପୀ। ଏକ ଭାବନା କରିବା ଦରକାର ନାହିଁ। କାହିଁକି ନା କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ନ କରିପାରେ ପାପ ତେତେ। ଏଇଟା ମନେ ରଖିବା ଆମେ। କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ନ କରିପାରେ ପାପ ତେତେ। ଭଗବାନଙ୍କର ଶରଣ ନେଲେ ଏମିତି କିଛି ନାହିଁ ଯାହା ତୁମ ଦ୍ଵାରା ଅସମ୍ଭବ ହେଇ ଉଠିବ। ଏଇ ଗୁରୁତ୍ୱପୂର୍ଣ୍ଣ ସତ୍ୟଟିକୁ ତୁମେ ସଠିକ ଭାବେ ଉପଲବ୍ଧି କରିବ ବୋଲି ମୁଁ ଏ କଥାଟିକୁ ବାରମ୍ବାର ଅକ୍ଳାନ୍ତ ଭାବେ ତୁମକୁ କହି ଆସୁଛି। ଯେ କଣ କହୁଛନ୍ତି, ଯେ ତୁମର ଯାହା କିଛି ଘଟୁ ପଛେ ମନେ ରଖ, ବାରମ୍ବାର କହୁଛି ମା ଲେଖୁଛନ୍ତି, ଭଗବାନଙ୍କ ଦ୍ୱାହି। ଆମେ ଯେମିତି କହନ୍ତି ନା, ତତେ ଭଗବାନଙ୍କ ରାଣ, ମାଙ୍କ ରାଣ। ମା କହୁଛନ୍ତି ଭଗବାନଙ୍କ ଦ୍ୱାହି, ତୁମେ କେବେ ବି ଅବସନ୍ନ ହୋଇପଡିବ ନାହିଁ। କେବେ ବି ନିରାଶ ହବନି, ହତାଶ ହବନି। କିଛି ହେଇପାରିଲାନି, ଅବସନ୍ନ ହେଇପଡିବନି। ନିରବଚ୍ଛିନ୍ନ ଭାବେ ଆଶା ମଧ୍ୟରେ ବଞ୍ଚି ରୁହ, ଏବଂ ସ୍ଥିର ସିଦ୍ଧାନ୍ତରେ ରୁହ ଯେ ଆମେ ମାନେ ଯାହା କରୁଛୁ ତାହା ନିଶ୍ଚୟ ଦିନେ ସଫଳ ହେବ। ଅଲ୍ ଇଜ୍ ୱେଲ୍, ଅଲ୍ ଇଜ୍ ୱେଲ୍।
ଏଇଟା ଗୋଟେ ପ୍ରଥମ ପ୍ରଥମ ପ୍ରୟାସ। ହଁ ସବୁ ଠିକ ହବ। ଅନ୍ୟ ଭାଷାରେ କହିଲେ ଶ୍ରୀଅରବିନ୍ଦଙ୍କ ଠାରେ ବିଶ୍ୱାସ ରଖ, ସେହି ବିଶ୍ୱାସରେ ତୁମର ସମସ୍ତ ଶୁଭ କଳ୍ପନା ଗୁଡ଼ିକ ଗଢ଼ି ଉଠୁ। ତେଣୁ ଆମେ ବିଶ୍ୱାସ ରଖିବା। ମା ସେଥିପାଇଁ ମେସେଜ ଦେଇଛନ୍ତି, ହାଭ୍ ଫେଥ୍, ହି ୱିଲ୍ ଡୁ ଏଭ୍ରିଥିଙ୍ଗ ଫର୍ ୟୁ। ଭଗବାନ ଶ୍ରୀଅରବିନ୍ଦଙ୍କ ଉପରେ ବିଶ୍ୱାସ ରଖ, ତୁମର ସବୁ କିଛି ଶୁଭ ହବ। ସେଇ ବିଶ୍ୱାସରେ ତୁମର ସମସ୍ତ ଶୁଭ କଳ୍ପନା ଗୁଡ଼ିକ ଗଢ଼ି ଉଠୁ। ସାରାଂଶଟି, କଳ୍ପନା ହେଲା ଏକ ଛୁରୀ ସଦୃଶ, ଭଲ ଓ ମନ୍ଦ ଉଭୟ ଦିଗରେ ଏଟା ବ୍ୟବହାର ହୁଏ। ତେଣୁ ଆମେ ଉତ୍ସାହହୀନ ବିଳାପ କରି ବସିବା ନାହିଁ। ଉଚ୍ଚ ଉପଲବ୍ଧି କରିବା ପାଇଁ ଆମେ ଅସମର୍ଥ। ଯଦି ଏମିତି ଭାବିଲେ ତାହେଲେ ଆମର ସତ୍ତାକୁ ବିଷାକ୍ତ କରିଦେବ। ରାଦର କଣ ଚିନ୍ତା କରିବେ? ମନେ ମନେ ଭାବିବେ ଯେ ରୂପାନ୍ତରିତ ହେବା ଦିଗରେ ମୁଁ ଗତି କରିବି, ଗତି କରୁଛି। ଏଇଟା ଯୋଗ ପ୍ରକ୍ରିୟାରେ ବହୁତ ସାହାଯ୍ୟ କରିବ। ଶ୍ରୀଅରବିନ୍ଦଙ୍କ ଠାରେ ବିଶ୍ୱାସ ରଖ, ସେଇ ବିଶ୍ୱାସରେ ତୁମର ସମସ୍ତ ଶୁଭ କଳ୍ପନା ଗୁଡ଼ିକ ଗଢ଼ି ଉଠୁ। ମା, ଆମେ ଏଠି ସାରିବା। ମାଙ୍କୁ ଆହ୍ୱାନ କରିବା। ମା, ମା, ଥ୍ୟାଙ୍କ ୟୁ ଅଲ୍।